स्य ज्ञानाञ्जनशलाकया तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्तस्वामिनेति नामिने। नमस्ते सारस्वते देवे गौरवाणी विचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गुरुतुसे नमः। हे कृष्ण करुणा सिंधु दीनबंधु जगत्पते गोपेश गोपिकांत राधाकांत नमस्तुते। तप्तकांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। नीलाचल निवासाय नित्याय परमात्मने बलभद्र सुभद्राभीम जगन्नाथ नमः। वाञ्छाकल्पतरुर्भ्यश्च कृपा सिन्धुभ्यः पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण। तो समस्त भक्त मान मोर दंडवत प्रणाम। आमे आज नजर पकड़ जाऊे आमर स्वर्गर राजा इंद्रदेवंकर प्रार्थना जोटा आमर भगवान श्रीकृष्ण को जोटा कि आमर घटला कि वृंदावन लीला पर घटला सेटा। समस्त को विशेष विशेष स्वागत। स्टार्ट करिया आमे स्वर्गर राजा इंद्रदेवंकर जो प्रेयर करथिले भगवान श्रीकृष्ण। जेतेबेले भगवान श्रीकृष्ण गोवर्धन पर्वत को टेकी वृंदावन अधिवासी माननकु इंद्रदेवंकर क्रोधर रक्षा कले, सेतेबेले गोलक वृंदावन एक सुरभि गाभी आउ स्वर्गर इंद्रदेव तांको पाखु आसीगले। हरे तो कृष्ण जेतेबेले प्रभु तो वीडियो ऑफ अछि, वीडियो ऑन करके शेयर करो। हरे कृष्ण प्रभु। हाँ कोई कल तो जी एटा वीडियो ऑन करो। पूजा व्हाट्सएप देखि कोच तो सिद्धि प्रभु जी बोधे ऑफ हो जाउछ ना कोन सेटा आपन जो फोटो छाडले मोबाइल बुक नहीं तो सिद्धि बोधे। ओके ठीक अछि ठीक अछि ठीक अछि असुविधा नहीं शेयर। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନ କୁ ତାଙ୍କର ଯୋଉ ଆମର କାହାଣୀ ଆଙ୍ଗୁଳିରେ ଟେକି ଧରିଥିଲେ, ସେତେବେଳେ ସ୍ୱର୍ଗରୁ କିଏ ଆସିଥିଲେ ନା ସୁରଭି ଗାଭି ଆଉ ଆମର ସ୍ୱର୍ଗର ରାଜା ଇନ୍ଦ୍ରଦେବ ଆସି ଯାଇଥିଲେ। ସ୍ୱର୍ଗାଧିପତି ଇନ୍ଦ୍ର କୃଷ୍ଣଙ୍କ ପ୍ରତି କରିଥିବା ଅପରାଧ ବିଷୟରେ ସଚେତନ ଥିଲେ। ସେ ଯୋଉ ଅପରାଧ କରିଥିଲେ, ଯେ କି ଆମର ଗର୍ବରେ ଆସି ସେ ଯେ କି ଜାଣି ପାରିନଥିଲେ କି ଭଗବାନ ଶ୍ରୀକୃଷ୍ଣ ମାନେ ସେ ନିଜକୁ ଗର୍ବ ଅନୁଭବ କରୁଥିଲେ। ଆଉ ସେଥିପାଇଁ ସେ ଯୋଉ ବୃନ୍ଦାବନ ବାସୀଙ୍କୁ ଯୋଉ କଷ୍ଟ ଦେଇଥିଲେ, ସେ ତା ପାଇଁ ସେ ମାନେ ଅପରାଧୀ ସାଜି ଯାଇଥିଲେ। ତ ସେଥିପାଇଁ ସେ ସଚେତନ ଥିଲେ। ତେଣୁ ସେ ଗୋପନରେ ଏକ ନିର୍ଜନ ସ୍ଥାନରେ ଶ୍ରୀକୃଷ୍ଣଙ୍କ ନିକଟକୁ ଗଲେ। ସେ ଏକ ମାନେ ନିର୍ଜନ, ଯୋଉଠିକି କେହି ମାନେ ସେଠି ଉପସ୍ଥିତ ନଥାନ୍ତି। ତ ଯେହେତୁ ସେ ଏତେ ବଡ ମାନେ ଭୁଲ କରିଛନ୍ତି, ତ ସମସ୍ତଙ୍କୁ ମାନେ ସମସ୍ତଙ୍କ ସମ୍ମୁଖରେ ତ ସେ ଆଉ ସେଟାକୁ ଇଏ କରିପାରିବେ ନା। ତ ତାଙ୍କ ମସ୍ତକର ମୁକୁଟ ସୂର୍ଯ୍ୟ କିରଣ ଭଳି ଚକଚକ କରୁଥିଲା। ଯେପରି ସୂର୍ଯ୍ୟଙ୍କର ତେଜ, ସେପରି ତାଙ୍କର ମୁକୁଟ ଯୋଉ ଥିଲା ସେଇଟା ଚକଚକ କରୁଥିଲା। ସେତେବେଳେ ତେବେ ସେ କୃଷ୍ଣଙ୍କ ପାଦ ପଦ୍ମରେ ସାଷ୍ଟାଙ୍ଗ ପ୍ରଣିପାତ ବା ଦଣ୍ଡବତ ପ୍ରଣାମ କରିଥିଲେ। କୃଷ୍ଣ ତାଙ୍କର ପ୍ରଭୁ ଅଟନ୍ତି, ତେଣୁ ତାଙ୍କର ମହାନ ପଦମାର୍ଜନା ବିଷୟରେ ଇନ୍ଦ୍ର ଅବଗତ ଥିଲେ। କିନ୍ତୁ କୃଷ୍ଣ ଯେ ଧରା ପୃଷ୍ଠରେ ଅବତରଣ କରି ବୃନ୍ଦାବନରେ ଗୋପାଳ ମାନଙ୍କ ସହିତ କାଳ କାଟିବେ, ତାହା ସେ ବିଶ୍ୱାସ କରିପାରିନଥିଲେ। ଯେତେବେଳେ ଶ୍ରୀକୃଷ୍ଣ ଇନ୍ଦ୍ରଦେବଙ୍କ ପ୍ରଭୁତ୍ୱକୁ ଅବମାନନା କଲେ, ସେତେବେଳେ ଇନ୍ଦ୍ରଦେବ ଖୁବ ରାଗିଗଲେ। କାରଣ ସେ ଭାବିଥିଲେ ସେ ହେଉଛନ୍ତି ଏ ବ୍ରହ୍ମାଣ୍ଡରେ ସର୍ବମୟ କର୍ତ୍ତା ଏବଂ କେହି ତାଙ୍କ ପରି କ୍ଷମତାଶାଳୀ ନୁହନ୍ତି। କିନ୍ତୁ ଏ ଘଟଣା ପରେ ତାଙ୍କର ଅଯଥା ଗର୍ବ ଭାଙ୍ଗି ଯାଇଥିଲା। ନିଜେ ଯେ ଶ୍ରୀକୃଷ୍ଣଙ୍କର ଅଧୀନସ୍ଥ ଏକଥା ସେ ଜାଣିପାରି ଯୋଡ଼ ହସ୍ତରେ ତାଙ୍କ ସମ୍ମୁଖରେ ଆସି ନିମ୍ନ ମତେ ପ୍ରାର୍ଥନା କରିବାକୁ ଲାଗିଲେ। ତ ଏଠାରେ ସ୍ୱର୍ଗର ରାଜା ଇନ୍ଦ୍ରଦେବଙ୍କର ପ୍ରାର୍ଥନା ବିଷୟରେ ଏଠି ଆମେ ଏବେ ଆସିଲେ। ଇନ୍ଦ୍ରଦେବ କହିଲେ, ହେ ମୋର ପ୍ରିୟ ପ୍ରଭୁ, ମୁଁ ଅଯଥା ଆତ୍ମସମ୍ମାନରେ ଅନ୍ଧ ହୋଇ ଭାବିଲି ଆପଣ ଗୋପାଳ ମାନଙ୍କୁ ଇନ୍ଦ୍ର ଯଜ୍ଞ କରିବାକୁ ମନା କରି ମତେ ଅପମାନିତ କରାଇଛନ୍ତି। ଏବଂ ମୁଁ ଭାବିଲି ପୂଜା ନିମିତ୍ତ ଯେଉଁ ସବୁ ଆୟୋଜନ ଗୋପାଳ ମାନେ କରିଛନ୍ତି, ସେସବୁ ଆପଣ ନିଜେ ଉପଭୋଗ କରିବାକୁ ଇଚ୍ଛା କରିଛନ୍ତି। ତ ଏଠି ଯୋଉ ଆମର ଗୋପାଳ ଗୋପୀ ମାନେ ଯୋଉ ଆମର ଇନ୍ଦ୍ର ଯଜ୍ଞ ଆୟୋଜନ କରିଥିଲେ, ତ
ସେଇଟା କରିବାକୁ ଭଗବାନ ଶ୍ରୀକୃଷ୍ଣ ମନା କରିଥିଲେ, କି ଗୋବର୍ଦ୍ଧନ ପୂଜା କରିବାକୁ ସେ ମାନେ ଆଦେଶ ଦେଇଥିଲେ। ତ ସେଇଥିପାଇଁ ଇନ୍ଦ୍ରଦେବ ହଉଛି ବୃନ୍ଦାବନ ବାସୀଙ୍କ ଉପରେ କୋପ ବୃଷ୍ଟି କରିଥିଲେ। ତାପରେ ଇନ୍ଦ୍ରଦେବ କହୁଛନ୍ତି କି ମୁଁ ଭାବିଲି ଗୋବର୍ଦ୍ଧନ ପୂଜା ନାମରେ ଆପଣ ମୋ ଭାଗ ଗ୍ରହଣ କରୁଛନ୍ତି ଏବଂ ସେଇଥିପାଇଁ ମୁଁ ଆପଣଙ୍କୁ ଭୁଲ ବୁଝିଲି। ବର୍ତ୍ତମାନ ଆପଣଙ୍କ ଦୟାରେ ମୁଁ ବୁଝିପାରୁଛି ଆପଣ ପରମ ପୁରୁଷ ଭଗବାନ ଅଟନ୍ତି ଏବଂ ଆପଣ ସମସ୍ତ ଭୌତିକ ଗୁଣର ବହୁତ ଉର୍ଦ୍ଧ୍ୱରେ ଅଟନ୍ତି। ଆପଣଙ୍କର ଦିବ୍ୟ ଅବସ୍ଥାନ ବିଶୁଦ୍ଧ ସତ୍ୱ ଅଟେ, ଯାହାକି ଭୌତିକ ସତ୍ୱ ଅବସ୍ଥା ଠାରୁ ବହୁ ଉର୍ଦ୍ଧ୍ୱରେ ଏବଂ ଆପଣଙ୍କର ପରମ ଧାମ ଭୌତିକ ଗୁଣଜାତ ଉପଦ୍ରବ ର ବହୁ ଉର୍ଦ୍ଧ୍ୱରେ ଅବସ୍ଥିତ। ତ ଭଗବାନ ଏଇ ଯୋଉ ତ୍ରିଗୁଣ ରହିଛି କି ଆମର ଏଇ ଯୋଉ ସତ୍ୱ ଗୁଣ, ରଜ ଗୁଣ, ତମ ଗୁଣ, ତାଠାରୁ ସେ ବହୁ ଉର୍ଦ୍ଧ୍ୱରେ, ଯୋଉଟା କି ଆମର ଶୁଦ୍ଧ ସତ୍ୱରେ ଯାଉଛି, ସେଇ ଗୁଣରେ ଅବସ୍ଥାନ କରନ୍ତି। ଆପଣଙ୍କର ନାମ, ଯଶ, ରୂପ, ଗୁଣ, ଲୀଳା ଏସବୁ ଭୂତ ପ୍ରକୃତିର ବହୁ ଉର୍ଦ୍ଧ୍ୱରେ ଏବଂ ଏସବୁ କଦାପି ଭୂତ ପ୍ରକୃତିର ତ୍ରିଗୁଣ ଦ୍ଵାରା ଆନ୍ଦୋଳିତ ହୁଅନ୍ତି ନାହିଁ। ଯେଉଁ ବ୍ୟକ୍ତି ମାନେ ଖୁବ କଠିନ ବ୍ରତ ବିଧି ଆଦି ପାଳନ କରି ତପ ସାଧନ କରେ ଏବଂ ସେ ରଜ ତମ ଆଦି ଭୌତିକ ଗୁଣର ଭୟଙ୍କର ଆକ୍ରମଣରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ, ସେ ହିଁ ଆପଣଙ୍କ ଧାମକୁ ଯାଇପାରେ। ତ ଯିଏ କଠିନ ମାନେ ଭକ୍ତି ମାର୍ଗରେ ଆସିକି ମାନେ କଠିନ ବ୍ରତ ବିଧି ଆଦି ମାନେ ସେ ପାଳନ କରେ, ସେ ହିଁ କେବଳ ମାନେ ଭଗବାନଙ୍କର ଯୋଉ ରହିଲା ଧାମ ଗୋଲକ ବୃନ୍ଦାବନ, ସେଠାରେ ମାନେ ସେ ପ୍ରବେଶ କରିବାକୁ ଅନୁମତି ପାଏ ବା ଯାଇପାରେ ସେଠି। ଯଦି କେହି ଭାବେ ଯେ ଆପଣ ଯେତେବେଳେ ଧରାଧାମକୁ ଆସିଗଲେ ସେତେବେଳେ ଆପଣ ଭୂତ ପ୍ରକୃତିର ଗୁଣ ଗୁଡିକୁ ଗ୍ରହଣ କରିନେଲେ, ସେ ଭ୍ରମ ଧାରଣାରେ ବଶବର୍ତ୍ତୀ ହୋଇଛି ବୋଲି ବୁଝିବାକୁ ପଡିବ। ଭୌତିକ ଗୁଣ ଜାଲ କେବେ ହେଲେ ଆପଣଙ୍କୁ ସ୍ପର୍ଶ କରି ପାରେ ନାହିଁ ଏବଂ ଆପଣ ଯେତେବେଳେ ଏ ଭୌତିକ ଜଗତରେ ଉପସ୍ଥିତ ଥାନ୍ତି, ସେତେବେଳେ ଆପଣ କେବେ ହେଲେ ସେଗୁଡିକୁ ଗ୍ରହଣ କରିନଥାନ୍ତି। ଆପଣ କେବେ ହେଲେ ଭୂତ ପ୍ରକୃତିର ନିୟମ ଦ୍ଵାରା ଆବଦ୍ଧ ନୁହନ୍ତି। ତ ବଦ୍ଧ ଜୀବ ବେଳେ ବେଳେ ଭାବି ବସେ କି ସେ ତ ନିଜେ ହচ্ছে ମାନେ କଣ ମାୟାର ପ୍ରଭାବ ଦ୍ଵାରା ସେ ବଶବର୍ତ୍ତୀ ହେଇଯାଉଛି ବା ଭୂତ ପ୍ରକୃତିର ପ୍ରଭାବ ଦ୍ଵାରା ସେ ବଶବର୍ତ୍ତୀ ହେଇଯାଉଛି, ତ ଭଗବାନ ବି ତ ହେଇଯାଉଥିବେ, ବେଳେ ବେଳେ ପ୍ରଶ୍ନ ଆସେ। ତ ସେଇଟା ତାର ଭୁଲ ଧାରଣା। କିନ୍ତୁ ଭଗବାନ ଏଇ ଯୋଉ ଭୌତିକ ଗୁଣ ଜାଲ ରହିଲା ତାର ସେ ବଶବର୍ତ୍ତୀ ହୁଅନ୍ତି ନାହିଁ। ସେ ତାଙ୍କର ଆମର ଆଧ୍ୟାତ୍ମିକ ସ୍ୱରୂପରେ ହିଁ ତାଙ୍କର ହଉଛି ସବୁ ମାନେ ଅବତାର ଗ୍ରହଣ କରନ୍ତି। ଆଉ ସେ ଯୋଉ ତ୍ରିଗୁଣ ରହିଲା ତାର ମାନେ ମାୟାର ପ୍ରଭାବରେ ଆସନ୍ତି ନାହିଁ। ହେ ମୋର ପରମ ପ୍ରିୟ ପ୍ରଭୁ, ଆପଣ ଏ ଦୃଶ୍ୟ ଜଗତର ଆଦି ପିତା ଅଟନ୍ତି। ଆପଣ ଏ ଦୃଶ୍ୟ ଜଗତର ପରମ ଗୁରୁ ଅଟନ୍ତି। ଆପଣ ହିଁ ପ୍ରତ୍ୟେକଟିର ମୌଳିକ ସତ୍ୱାଧିକାରୀ ଅଟନ୍ତି। ସନାତନ ସକଳ ଦୃଶ୍ୟ ଆପଣ ଅପରାଧୀ ମାନଙ୍କୁ ଦଣ୍ଡ ଦେବା ପାଇଁ ଉପଯୁକ୍ତ ଅଟନ୍ତି। ଏ ଭୌତିକ ଜଗତରେ ମୋ ପରି ଅନେକ ନିର୍ବୋଧ ଅଛନ୍ତି, ଯେଉଁମାନେ ନିଜକୁ ଭଗବାନ ବୋଲି ଭାବନ୍ତି। ଏ ବ୍ରହ୍ମାଣ୍ଡରେ ନିଜକୁ ସର୍ବେସର୍ବା ବୋଲି ଭାବନ୍ତି। ଆପଣ ଏଡେ ଦୟାଳୁ ଯେ ଆପଣ ସେମାନଙ୍କ ଅପରାଧ ନିମିତ୍ତ ସେମାନଙ୍କୁ ଦଣ୍ଡ ନ ଦେଇ ଏପରି ଏକ କୌଶଳ ଅବଲମ୍ବନ କରନ୍ତି, ଯେପରିକି ସେମାନଙ୍କର ଅଯଥା ଗର୍ବ ଭାଙ୍ଗି ପଡିବ। ସେମାନେ ଜାଣିପାରିବେ ଆପଣ ଆଉ କେହି ନୁହନ୍ତି, ପରମ ପୁରୁଷ ଭଗବାନ। ତ ଜଣେ ବ୍ୟକ୍ତି ଅଛନ୍ତି କି ସେମାନେ ନିଜକୁ ଭଗବାନ ବୋଲି ଭାବି ବସନ୍ତି ଅଯଥାରେ। ତ ଅଯଥା ମାନେ ଭଗବାନ ଭାବି ମାନେ ଗର୍ବ ଅହଙ୍କାର ପ୍ରକାଶ କରନ୍ତି। ତ ସେ ତାଙ୍କ ପାଇଁ ଭଗବାନ କି ଏମିତି କିଛି ମାନେ ଅ ଉପାୟ ମାନେ ମାନେ ଲାଗୁ କରନ୍ତି। ସେ ଏପରି କିଛି ଲୀଳା କରନ୍ତି ଯାହା ଦ୍ଵାରା କି ସେମାନେ ମାନେ ନିଜେ ଅନୁଭୂତି କରିପାରନ୍ତି ଯେ ସେ ପରମ ପୁରୁଷ ଭଗବାନ ହଉଛନ୍ତି ଶ୍ରୀକୃଷ୍ଣ, ଆଉ ତାଙ୍କ ଉପରେ କେହି ନାହାନ୍ତି। ତ ତାଙ୍କର ସେଠି ଅଯଥା ଗର୍ବ ଟା ଭାଙ୍ଗିଯାଏ। ତାପରେ ଇନ୍ଦ୍ରଦେବ କହୁଛନ୍ତି, ହେ ମୋର ପ୍ରିୟ ପ୍ରଭୁ, ଆପଣ ହିଁ ପରମ ପିତା, ପରମ ଗୁରୁ ଏବଂ ପରମ ଶାସକ ଅଟନ୍ତି। ତେଣୁ ସମସ୍ତ ଜୀବଙ୍କୁ ଦଣ୍ଡ ଦେବା ପାଇଁ ଆପଣଙ୍କର ହିଁ ଅଧିକାର ଅଛି। ଯେତେବେଳେ ସେମାନଙ୍କ ବ୍ୟବହାରରେ ଦୋଷ ଦେଖାଯାଏ, ସେତେବେଳେ ଆପଣ ହିଁ ସେମାନଙ୍କୁ ଦଣ୍ଡ ଦେଇପାରିବେ। ପିତା, ଗୁରୁ ଏବଂ ରାଜ୍ୟର ମୁଖ୍ୟ ଶାସନକର୍ତ୍ତା ସର୍ବଦା ଯଥାକ୍ରମେ ସେମାନଙ୍କର ପୁତ୍ର, ଶିଷ୍ୟ, ନାଗରିକ ମାନଙ୍କର ଶୁଭାକାଂକ୍ଷୀ ଅଟନ୍ତି। ତେଣୁ ଶୁଭାକାଂକ୍ଷୀ ମାନଙ୍କର ଅଧୀନସ୍ଥ ମାନଙ୍କୁ ଦଣ୍ଡ ଦେବାର ସମ୍ପୂର୍ଣ୍ଣ ଅଧିକାର ଅଛି।
ଆପଣ ଇଚ୍ଛା କରି ଆପଣଙ୍କର ଶାଶ୍ୱତ ରୂପ ମାନଙ୍କର ମଙ୍ଗଳମୟ ରୂପେ ଏହି ଧରାଧାମରେ ଅବତୀର୍ଣ୍ଣ ହୁଅନ୍ତି। ତ ଯେ ପିତା ଆଉ ଗୁରୁ ଆଉ ରାଜ୍ୟର ଶାସନ କର୍ତ୍ତା ଯେପରି ପିତା ମାନେ ପୁତ୍ରର କିଛି ଭୁଲ ମାନେ କର୍ତ୍ତବ୍ୟ ଦେଖିଲେ ତାକୁ ଦଣ୍ଡ ଦିଅନ୍ତି, କିମ୍ବା ଗୁରୁ ମଧ୍ୟ ଶିଷ୍ୟର କିଛି ଭୁଲ ବା ମାନେ ତା କର୍ତ୍ତବ୍ୟ କିଛି ଭୁଲ ହେବା ଦେଖିଲେ ଦଣ୍ଡ ଦିଅନ୍ତି। ସେଇପରି ଭାବେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଆମ ମାନେ ଜୀବ ମାନଙ୍କ ମଧ୍ୟରେ ଯଦି କିଛି ଭୁଲ ଦେଖନ୍ତି ସେ ମାନେ ଦଣ୍ଡ ଦିଅନ୍ତି। ଆପଣ ଏ ଧରାଧାମକୁ ଗୌରବ ମଣ୍ଡିତ କରିବା ନିମିତ୍ତ ଆସନ୍ତି ଏବଂ ବିଶେଷ କରି ଯେଉଁମାନେ ମିଥ୍ୟାରେ ନିଜକୁ ଭଗବାନ ବୋଲି ଘୋଷଣା କରନ୍ତି ସେମାନଙ୍କୁ ଦଣ୍ଡ ଦେବା ପାଇଁ ଆସନ୍ତି। ଏ ଭୌତିକ ଜଗତରେ ସମାଜର ନେତା ହେବା ନିମିତ୍ତ ବିଭିନ୍ନ ଜୀବ ମାନଙ୍କ ମଧ୍ୟରେ ସର୍ବଦା ପ୍ରତିଦ୍ୱନ୍ଦିତା ଚାଲିଛି ଏବଂ ନେତା ପଦ ପାଇ ନପାରି ନିରାଶ ହୋଇ ସେ ନିର୍ବୋଧ ବ୍ୟକ୍ତିଗଣ ନିଜକୁ ଭଗବାନ ବୋଲି ଦାବି କରନ୍ତି। ଏହି ପୃଥିବୀରେ ମୋ ପରି ଅନେକ ନିର୍ବୋଧ ବ୍ୟକ୍ତି ଅଛନ୍ତି। କାଳକ୍ରମେ ସେମାନଙ୍କର ଯେତେବେଳେ ଚୈତନ୍ୟୋଦୟ ହୁଏ ସେତେବେଳେ ସେମାନେ ଆପଣଙ୍କର ଶରଣାପନ୍ନ ହୁଅନ୍ତି, ପୁନର୍ବାର ଯଥାର୍ଥ ରୂପେ ଆପଣଙ୍କର ସେବାରତ ହୁଅନ୍ତି। ଏହା ହେଉଛି ଆପଣଙ୍କର ଅପରାଧୀ ମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା। ତ ଆମେ ମାନେ ମାୟାର ପ୍ରଭାବରେ ଆସିକି ଭଗବାନ ବୋଲିକି ମାନେ ଆମେ ଜାଣିପାରନ୍ତି ନାହିଁ। ଯେତେବେଳେ ଭଗବାନଙ୍କର କୃପା ହୁଏ କି ଆମର ଗୁରୁ ସାଧୁ ବୈଷ୍ଣବ ମାନଙ୍କର କୃପା ହୁଏ, ତ ସେତେବେଳେ ଆମର ଯେତେବେଳେ ତାଙ୍କ ପ୍ରତି ଭଗବାନ କୃଷ୍ଣଙ୍କ ପ୍ରତି ଚୈତନ୍ୟ ଉଦୟ ହୁଏ ବା ଚେତନା ଜାଗ୍ରତ ହୁଏ, କୃଷ୍ଣ ଚେତନା ସମର୍ପଣ ଭାବ ଜାଗ୍ରତ ହୁଏ, ସେତେବେଳେ ହିଁ ଆମେ ତାଙ୍କୁ ସେବାରେ ନିଯୁକ୍ତ ହଉ ଆଉ ତାଙ୍କୁ ପୂର୍ଣ୍ଣ ସମର୍ପଣ ଭାବ ଏଇଟା ପ୍ରକାଶ କରୁ। ତାପରେ ଇନ୍ଦ୍ରଦେବ କହୁଛନ୍ତି, ହେ ମୋର ପ୍ରିୟ ପ୍ରଭୁ, ମୁଁ ଆପଣଙ୍କର ଅନନ୍ତ ଶକ୍ତି କଥା ନ ବୁଝିପାରି ମୋର ଭୌତିକ ଐଶ୍ୱର୍ଯ୍ୟରେ ଅଯଥା ମଦମତ୍ତ ହୋଇ ମୁଁ ଆପଣଙ୍କ ପାଦ ପଦ୍ମରେ ବିରାଟ ଅପରାଧ କରିଛି। ତେଣୁ ହେ ପ୍ରଭୁ, ମତେ ଦୟାକରି କ୍ଷମା କରନ୍ତୁ, କାରଣ ମୁଁ ଅତ୍ୟନ୍ତ ନିର୍ବୋଧ ଅଟେ। ଦୟାକରି ମତେ ଆଶୀର୍ବାଦ ଦିଅନ୍ତୁ, ଯେପରିକି ମୁଁ ଆଉ ଏପରି ମୂର୍ଖ ପରି ଆଚରଣ କରିବି ନାହିଁ। ହେ ପ୍ରଭୁ, ଆପଣ ଯଦି ଭାବୁଛନ୍ତି ଯେ ଅପରାଧ ଅତ୍ୟନ୍ତ ଗୁରୁତର ଏବଂ କ୍ଷମା ଦିଆଯାଇ ପାରିବ ନାହିଁ, ତଥାପି ଆପଣଙ୍କର ଶାଶ୍ୱତ ସେବକ ଭାବେ କ୍ଷମା ପ୍ରାର୍ଥନା କରୁଛି। ଏ ଧରାଧାମରେ ଆପଣଙ୍କର ଆବିର୍ଭୂତ ହେବାର ଉଦ୍ଦେଶ୍ୟ ହେଲା ଆପଣଙ୍କର ଶାଶ୍ୱତ ସେବକ ମାନଙ୍କୁ ରକ୍ଷା କରିବ। ଯେଉଁମାନେ ଅସୁର ବିରାଟ ସୈନ୍ୟ ବଳରେ ବଳିୟାନ ହୋଇ ପୃଥିବୀର ଭାର ସ୍ୱରୂପ ହୋଇଛନ୍ତି ସେମାନଙ୍କୁ ବିନାଶ କରିବା। ଯେଣୁ ମୁଁ ଆପଣଙ୍କର ଜଣେ ଶାଶ୍ୱତ ସେବକ, ତେଣୁ ଦୟାକରି ମତେ କ୍ଷମା କରନ୍ତୁ। ତ ଏଠି କୁହାହେଲା କି ମାନେ ଭଗବାନ ତାଙ୍କର ଶାଶ୍ୱତ ସେବକ ମାନଙ୍କୁ ବା ଭକ୍ତର ରକ୍ଷା ନିମିତ୍ତ ଧରାବତରଣ କରନ୍ତି ଏବଂ ଯୋଉମାନେ ଦୁଷ୍ଟ ବ୍ୟକ୍ତି ରହିଲେ ତାଙ୍କର ବିନାଶ ନିମିତ୍ତ ଧରା ଅବତରଣ କରନ୍ତି। ଯୋଉଟା କି ଆମର ଗୀତାର ଶ୍ଲୋକ ସହିତ ଗୋଟେ ରିଲେଟ କରିପାରିବା କି ଆମର ଯୋଉଟା ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତା। ତାପରେ ଭଗବାନ ଇନ୍ଦ୍ରଦେବ କହୁଛନ୍ତି କି ହେ ମୋର ପରମ ପ୍ରିୟ ପ୍ରଭୁ, ଆପଣ ପରମ ପୁରୁଷ ଭଗବାନ ଅଟନ୍ତି। ମୁଁ ଆପଣଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି, କାରଣ ଆପଣ ପରମ ପୁରୁଷ ଓ ପରମାତ୍ମା ଅଟନ୍ତି। ଆପଣ ବସୁଦେବଙ୍କର ପୁତ୍ର, ଆପଣ ପରମେଶ୍ୱର କୃଷ୍ଣ ସମସ୍ତ ଶୁଦ୍ଧ ଭକ୍ତଙ୍କର ପ୍ରଭୁ ଅଟନ୍ତି। ଦୟାକରି ମୋର ସାଷ୍ଟାଙ୍ଗ ପ୍ରଣାମ ଗ୍ରହଣ କରନ୍ତୁ। ଆପଣ ପରମ ଜ୍ଞାନର ମୂର୍ତ୍ତିମନ୍ତ ପୁରୁଷ ଅଟନ୍ତି। ଆପଣ ଆପଣଙ୍କ ଇଚ୍ଛା ଅନୁଯାୟୀ ଯେକୌଣସି ସ୍ଥାନରେ ଆପଣଙ୍କର ଯେକୌଣସି ଏକ ସନାତନ ରୂପ ଧାରଣ କରନ୍ତି, ଆବିର୍ଭୂତ ହୋଇପାରନ୍ତି। ଆପଣ ସମସ୍ତ ସୃଷ୍ଟିର ମୂଳ ଏବଂ ସମସ୍ତ ଜୀବଙ୍କର ପରମାତ୍ମା ଅଟନ୍ତି। ମୋର ଅଜ୍ଞାତ ଯୋଗୁ ମୁଁ ପ୍ରବଳ ବୃଷ୍ଟି ଆଉ କରକାପାତ କରାଇ ବୃନ୍ଦାବନରେ ଅନେକ କ୍ଷତି କରିଛି। ତ ସେଠି ଏଠି ଭଗବାନ ଏଇ ଯୋଉ ଇନ୍ଦ୍ରଦେବ ଅନ୍ତା ପ୍ରକାଶ କରିକି କହୁଛନ୍ତି କି ମୁଁ ଯୋଉ ଭୁଲ କରିଛି, ଯୋଉ ବୃନ୍ଦାବନ ବାସୀଙ୍କୁ କଷ୍ଟ ଦେଇଛି, ସେଥିପାଇଁ ଏଠି କ୍ଷମା ପ୍ରାର୍ଥନା କରୁଛନ୍ତି। ତାପରେ କହୁଛନ୍ତି କି ମତେ ସନ୍ତୁଷ୍ଟ କରିବା ପାଇଁ ବୃନ୍ଦାବନର ଗୋପାଳ ମାନେ ମତେ ଯେଉଁ ପୂଜା ଅର୍ପଣ କରୁଥିଲେ ତାହା ଆପଣ ବନ୍ଦ କରିଦେବାରୁ ମୁଁ କ୍ରୋଧବଶତଃ ଏ ପ୍ରକାର କ୍ଷତି କରାଇଲି। ହେ ମୋର ପରମ ପ୍ରିୟ ପ୍ରଭୁ,
ଆପଣ ମୋ ପ୍ରତି ଏଡ଼େ ସଦୟ ଯେ ଆପଣ ମୋର ଅଯଥା ଗର୍ବକୁ ବିନାଶ କରି ମୋ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ତେଣୁ ମୁଁ ଆପଣଙ୍କର ପାଦ ପଦ୍ମରେ ଆଶ୍ରୟ ଗ୍ରହଣ କରୁଛି। ହେ ମୋର ପ୍ରିୟ ପରମ ପ୍ରିୟ ପ୍ରଭୁ, ଆପଣ ଯେ କେବଳ ପରମ ନିୟନ୍ତ୍ରଣ ଅଧ୍ୟକ୍ଷ ଅଟନ୍ତି ତାହା ନୁହେଁ, ଆପଣ ମଧ୍ୟ ସମସ୍ତ ଜୀବଙ୍କର ପରମ ଗୁରୁ ଅଟନ୍ତି। ଏହି ପ୍ରକାରେ ଇନ୍ଦ୍ରଦେବଙ୍କର ପ୍ରଶଂସା ଶୁଣି ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ଅତି ସୁନ୍ଦର ହସି ହସି କହିଲେ, ହେ ପ୍ରିୟ ଇନ୍ଦ୍ର, ତୁମର ମୁଁ ତୁମର ପୂଜା ବନ୍ଦ କରିଦେଇଛି କେବଳ ତୁମ ପ୍ରତି ମୋର ଅହେତୁକ କୃପା ପ୍ରଦର୍ଶନ କରିବା ନିମିତ୍ତ ଏବଂ ତୁମର ହୃତ୍ ସ୍ମୃତିକୁ ପୁନର୍ଜାଗରଣ କରିବା ନିମିତ୍ତ। ମୁଁ ତୁମର ନିରନ୍ତନ ପ୍ରଭୁ। ମୁଁ ଯେ କେବଳ ତୁମର ପ୍ରଭୁ ତାହା ନୁହେଁ, ମୁଁ ସମସ୍ତ ଦେବତାଙ୍କର ପ୍ରଭୁ। ଏହି ସ୍ମୃତି ଜାଗ୍ରତ କରିବା ନିମିତ୍ତ ମୁଁ ତୁମର ପୂଜା ବନ୍ଦ କରାଇଦେଲି। ଏହା ତୁମକୁ ମନେ ରଖିବାକୁ ହେବ ଯେ ଯେଉଁ ସବୁ ଭୌତିକ ସୁଖ ସମ୍ପଦ ତୁମକୁ ମିଳିଛି ତାହା ମୋର କୃପା ହେତୁ ମିଳିଛି। ପ୍ରତ୍ୟେକ ଏହା ସର୍ବଦା ମନେ ରଖିବା ଉଚିତ ଯେ ମୁଁ ପରମେଶ୍ୱର ଅଟେ, ଯୋଉଟା ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବ କାରଣ କାରଣ। ତାପରେ ଭଗବାନ କହୁଛନ୍ତି କି ମୁଁ ଯେକୌଣସି ଜୀବ ପ୍ରତି ମୋର ଅନୁକମ୍ପା ପ୍ରଦର୍ଶନ କରିପାରେ ଏବଂ ଯେକୌଣସି ଜୀବକୁ ଦଣ୍ଡ ଦେଇପାରେ, କାରଣ କେହି ମୋ ଅପେକ୍ଷା ବଡ ନୁହନ୍ତି। ଯଦି ମୁଁ ଦେଖେ କେହି ଅଯଥା ଗର୍ଭୋନ୍ନତ ହୋଇପଡ଼ିଛି, ତେବେ ତା ପ୍ରତି ମୋର ଅହେତୁକି କୃପା ପ୍ରଦର୍ଶନ କରିବା ନିମିତ୍ତ ମୁଁ ତାର ସମସ୍ତ ଐଶ୍ୱର୍ଯ୍ୟକୁ ଛଡାଇ ନିଏ। ତ ଯେତେବେଳେ ଜଣେ ଭକ୍ତ ମାନେ ଅଯଥାରେ ଗର୍ବ ହୁଏ କି ଅହଙ୍କାରୀ, ମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ବୁଝିପାରେ ନା, କି ଅଯଥା ମାନେ ସେ ଭାବେ ଯେ ମୁଁ ଭଗବାନ ବୋଲି, ତ ସେତେବେଳେ ଭଗବାନ ତାଙ୍କର ଅହେତୁକି କୃପା ମାଧ୍ୟମରେ ସେ ତାର ମାନେ ସବୁ ସୁଖ ଐଶ୍ୱର୍ଯ୍ୟକୁ ଛଡାଇ ନେଇ ତାକୁ ମାନେ ମାନେ ଭଗବାନଙ୍କର ଶରଣାପନ୍ନ ହବାକୁ ତାକୁ ମାନେ ଏଇଟା ତାଙ୍କର ଗୋଟେ ଉପାୟ ରଚନ୍ତି। ଏଠାରେ ଏହା ଲକ୍ଷ୍ୟ କରିବାର କଥା ଯେ ଶ୍ରୀକୃଷ୍ଣ ବେଳେ ବେଳେ ଧନୀ ଲୋକର ସମସ୍ତ ସୁଖ ସୁବିଧା ଐଶ୍ୱର୍ଯ୍ୟକୁ ଛଡାଇ ନିଅନ୍ତି, ଯାହା ଫଳରେ ସେ ଧନୀ ଲୋକ ଭଗବାନ ଶ୍ରୀକୃଷ୍ଣଙ୍କ ପାଦ ପଦ୍ମରେ ଆତ୍ମସମର୍ପଣ କରିବାକୁ ଏକ ସୁଯୋଗ ପାଏ। ଏହା ଭଗବାନଙ୍କର ବିଶେଷ ଅନୁକମ୍ପା ଅଟେ। ବେଳେ ବେଳେ ଏପରି ବି ଦେଖାଯାଏ, ଯେକୌଣସି ଏକ ବ୍ୟକ୍ତି ଖୁବ ବିତ୍ତଶାଳୀ ହୋଇଥାଏ ବା ଧନଶାଳୀ ହୋଇଥାଏ, କିନ୍ତୁ ଭଗବାନଙ୍କ ଠାରେ ଭକ୍ତି କରିବା ଯୋଗୁଁ ତାର ଭୌତିକ ଐଶ୍ୱର୍ଯ୍ୟ ଦୂର ହୋଇଯାଏ, ସେ ଗରିବ ହୋଇଯାଏ। କେହି ଏପରି ଭାବିବା ଉଚିତ ନୁହେଁ ଯେ ସେ ଭଗବାନଙ୍କର ପୂଜା କରିବାରୁ ଗରିବ ହୋଇଗଲା। ପ୍ରକୃତ ଉଦ୍ଦେଶ୍ୟ ହେଲା, ଯେତେବେଳେ ଦେଖାଯାଏ ବ୍ୟକ୍ତି ଏକ ଶୁଦ୍ଧ ଭକ୍ତ ଅଟେ କିନ୍ତୁ ଭ୍ରମବଶତଃ ଭୂତ ପ୍ରକୃତିକୁ ଉପଭୋଗ କରିବାକୁ ଇଚ୍ଛା କରୁଛି, ସେତେବେଳେ ଭଗବାନ ତାଙ୍କର ବିଶେଷ ଅନୁକମ୍ପା ପ୍ରଦର୍ଶନ କରି ତାର ସମସ୍ତ ଭୌତିକ ଐଶ୍ୱର୍ଯ୍ୟକୁ ଛଡାଇ ନିଅନ୍ତି, ଯେପରିକି ସେ ପରିମାଣରେ ଭଗବାନଙ୍କର ଶରଣାପନ୍ନ ହେବ। ଇନ୍ଦ୍ରଦେବଙ୍କୁ ଉପଦେଶ ଦେଲା ପରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ସ୍ୱର୍ଗ ରାଜ୍ୟକୁ ଫେରି ଯିବାକୁ ନିର୍ଦ୍ଦେଶ ଦେଇ କହିଲେ ଯେ ଏକଥା ସର୍ବଦା ମନେ ରଖିବେ ଯେ ସେ ମାଲିକ ନୁହନ୍ତି, ସେ ସର୍ବଦା ପରମ ପୁରୁଷ ଭଗବାନଙ୍କର ଅଧସ୍ତନ ଅଟନ୍ତି। ସେ ମଧ୍ୟ ଉପଦେଶ ଦେଇ କହିଲେ ସେ ସ୍ୱର୍ଗର ରାଜା ହୋଇ ରହିବେ କିନ୍ତୁ ଅଯଥା ଗର୍ଭୋନ୍ନତ ହେବେ ନାହିଁ, ଏଥିପାଇଁ ସର୍ବଦା ସାବଧାନ ରହିବେ। ତ ଏଥିରୁ ଆମକୁ ଗୋଟେ ଶିକ୍ଷା କରିବାର ଅଛି କି ଆମର ଯୋଉ ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଏଇ ଭାବକୁ ଆମକୁ ଆପଣେଇବାର ଅଛି। ତାଙ୍କର ଦାସ ବି ନୁହଁ, ତାଙ୍କର ମାନେ ଦାସଙ୍କର ଦାସ ବା ଦାସ ହେବାର ଅଛି। ଏହାପରେ ଇନ୍ଦ୍ରଙ୍କର ସାଥିରେ କୃଷ୍ଣଙ୍କୁ ଦର୍ଶନ କରିବା ନିମିତ୍ତ ଆସିଥିବା ସୁରଭି ଗାଭି ତାର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇ ଶ୍ରୀକୃଷ୍ଣଙ୍କୁ ପୂଜା କଲା। ସୁରଭି ଗାଭି ଯିଏ ଇନ୍ଦ୍ରଦେବଙ୍କ ସାଙ୍ଗରେ ସ୍ୱର୍ଗରୁ ସେ ଧରାଧାମକୁ ଆସିଥିଲେ। ସୁରଭି ନିମ୍ନମତେ ତାର ପ୍ରାର୍ଥନା ଜଣାଇ କହିଲେ, ହେ ମୋର ପରମ ପ୍ରିୟ ପ୍ରଭୁ ଶ୍ରୀକୃଷ୍ଣ, ଆପଣ ସମସ୍ତ ଯୋଗୀ ମାନଙ୍କ ମଧ୍ୟରେ ଅତ୍ୟନ୍ତ ଶକ୍ତିଶାଳୀ ଯୋଗୀ, କାରଣ ଆପଣ ସମଗ୍ର ବ୍ରହ୍ମାଣ୍ଡର ଆତ୍ମା ଅଟନ୍ତି। ଆପଣଙ୍କ ଠାରୁ ହିଁ ଏ ସମସ୍ତ ଦୃଶ୍ୟ ଜଗତ ଜାତ ହୋଇଅଛି। ଯେପରି ମାନେ ଜୀବର
ଯିଏ ଜୀବ ହଉଛି ଏ ଶରୀରକୁ କିମ୍ବା ବା ଆତ୍ମା ଆତ୍ମା ଏ ଶରୀରକୁ ଏ ମନକୁ ମାନେ ମନ ଉପରେ, ସେପରି ସାରା ବ୍ରହ୍ମାଣ୍ଡର ଆତ୍ମା ବା କେନ୍ଦ୍ର ବିନ୍ଦୁ ହଉଛନ୍ତି ପରମାତ୍ମା ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ଇନ୍ଦ୍ର ବୃନ୍ଦାବନରେ ସୁରଭି ଗାଭି କହିଲେ କି ତେଣୁ ଇନ୍ଦ୍ର ବୃନ୍ଦାବନରେ ମୋର ବଂଶଧର ଗାଭୀ ମାନଙ୍କୁ ବିନାଶ କରିବାକୁ ଖୁବ ଚେଷ୍ଟା କଲେ ସୁଦ୍ଧା ତାହା କରିପାରିଲେ ନାହିଁ, କାରଣ ସେମାନେ ଆପଣଙ୍କ ଠାରେ ଆଶ୍ରୟ ଗ୍ରହଣ କରିଥିଲେ ଏବଂ ଆପଣ ସେମାନଙ୍କୁ ଉତ୍ତମ ରୂପେ ରକ୍ଷା କରିଛନ୍ତି। ଆମ୍ଭେମାନେ ଆଉ କାହାରିକୁ ଭଗବାନ ବୋଲି ମାନୁନାହୁଁ କିମ୍ବା ସୁରକ୍ଷା ନିମିତ୍ତ କୌଣସି ଦେବାଦେବୀଙ୍କର ଆଶ୍ରୟ ପ୍ରାର୍ଥୀ ହେଉନାହୁଁ। ତେଣୁ ଆପଣ ହିଁ ଆମ୍ଭମାନଙ୍କର ଇନ୍ଦ୍ର। ଏଠି ସୁରଭି ଗାଭି ମାନେ ଭଗବାନଙ୍କୁ ମାନେ ତାଙ୍କର ବା ମାନେ ଗାଭୀ ମାନଙ୍କର ଇନ୍ଦ୍ରଙ୍କ ସହିତ ବା ରାଜାଙ୍କ ସହିତ ତୁଳନା କରିଛନ୍ତି। ଆପଣ ସମଗ୍ର ଦୃଶ୍ୟ ଜଗତ ର ପରମ ପିତା ଅଟନ୍ତି ଏବଂ ଆପଣ ସମସ୍ତ ଗାଭୀଙ୍କର ରକ୍ଷକ ଅଟନ୍ତି ଏବଂ ସେମାନଙ୍କୁ ମଧ୍ୟ ଉଚ୍ଚ ସ୍ତରକୁ ଉଠାନ୍ତି। ଆପଣ ମଧ୍ୟ ସମସ୍ତ ଦେବତା ବ୍ରାହ୍ମଣ ଶୁଦ୍ଧ ଭକ୍ତ ମାନଙ୍କର ରକ୍ଷକ ଆଉ ଉତ୍ତୋଳନକାରୀ ମଧ୍ୟ ଅଟନ୍ତି। ଏ ବ୍ରହ୍ମାଣ୍ଡନାଥ ପରମାତ୍ମା ଆମର କ୍ଷୀରରେ ଆମେ ଆପଣଙ୍କୁ ସ୍ନାନ କରାଇ ଦେବାକୁ ଇଚ୍ଛା କରୁ, କାରଣ ଆପଣ ଆମ୍ଭମାନଙ୍କର ଇନ୍ଦ୍ର ଅଟନ୍ତି। ହେ ପ୍ରଭୁ, ଆପଣ ପୃଥିବୀରୁ ପାପଭାର ହରଣ କରିବା ପାଇଁ ଆବିର୍ଭୂତ ହୋଇଛନ୍ତି। ଏହି ପ୍ରକାରେ ଶ୍ରୀକୃଷ୍ଣ ସୁରଭି ଗାଭୀ ମାନଙ୍କର କ୍ଷୀରରେ ସ୍ନାନ କଲେ ଏବଂ ଇନ୍ଦ୍ରଦେବ ସ୍ୱର୍ଗ ଗଙ୍ଗାର ଜଳରେ ସ୍ନାନ କରାଇଲେ। ତାଙ୍କର ବାହନ ଐରାବତ ନା ଇନ୍ଦ୍ରଦେବଙ୍କର ବାହନ ଐରାବତ ହସ୍ତି ନିଜ ଶୁଣ୍ଢରେ ଜଳ ତୋଳି ଇନ୍ଦ୍ରଙ୍କୁ ସ୍ନାନ କରାଇ ଦେଲା। ଏହାପରେ ସ୍ୱର୍ଗର ରାଜା ଇନ୍ଦ୍ର ସୁରଭି ଗାଭୀ ଆଉ ଅନ୍ୟ ଦେବାଦେବୀ ତଥା ସେମାନଙ୍କର ମାତା ମାନଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ଗଙ୍ଗା ଜଳ ତଥା ସୁରଭି ଗାଭୀର କ୍ଷୀରରେ ସ୍ନାନ କରାଇ ପୂଜା କଲେ। ଏହି ପ୍ରକାରେ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କ ଉପରେ ଖୁବ ଖୁସି ହେଲେ। ଗନ୍ଧର୍ବ ଲୋକ, ପିତୃଲୋକ, ସିଦ୍ଧ ଲୋକ ଏବଂ ଚାରଣ ଲୋକ ଆଦି ସମସ୍ତ ଉଚ୍ଚ ଲୋକର ଅଧିବାସୀ ମାନେ ଏକତ୍ର ହୋଇ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରି ତାଙ୍କର ଗୌରବ ଗାନ କରିବାକୁ ଆରମ୍ଭ କଲେ। ସେମାନଙ୍କର ସ୍ତ୍ରୀମାନେ ଏବଂ ସ୍ୱର୍ଗର ଅପ୍ସରୀ ମାନେ ଆନନ୍ଦରେ ନୃତ୍ୟ କରିବାକୁ ଆରମ୍ଭ କଲେ। ଆକାଶରୁ ଅଖଣ୍ଡ ଭାବେ ପୁଷ୍ପ ବର୍ଷା କରି ସେମାନେ ଭଗବାନଙ୍କୁ ଖୁବ ଖୁସି କରାଇଲେ। ଯେତେବେଳେ ସବୁ ଅତି ସୁନ୍ଦର ଭାବରେ ଏବଂ ଆନନ୍ଦରେ ସ୍ଥିରକୃତ ହୋଇଗଲା, ସେତେବେଳେ ଗାଭୀ ମାନେ ପୃଥିବୀ ପୃଷ୍ଠକୁ ସେମାନଙ୍କର କ୍ଷୀରରେ ପ୍ଲାବିତ କଲେ। ନଦୀ ମାନଙ୍କର ଜଳ ପ୍ରବାହିତ ହୋଇ ବୃକ୍ଷ ମାନଙ୍କର ପୁଷ୍ଟି ସାଧନ କଲା। ଫଳରେ ବୃକ୍ଷ ମାନଙ୍କରେ ନାନା ପ୍ରକାର ଫୁଲ ଫଳ ଭରି ଉଠିଲା। ବୃକ୍ଷମାନେ ମଧୁକ୍ଷରଣ କରିବାକୁ ମଧ୍ୟ ଆରମ୍ଭ କଲେ। ପର୍ବତ ଓ ପାହାଡ ଗଣ ଅତି ଶକ୍ତିଶାଳୀ ଔଷଧ ଉଦ୍ଭିଦ ଏବଂ ଅତି ମୂଲ୍ୟବାନ ପ୍ରସ୍ତର ଉତ୍ପାଦନ କରିବାକୁ ଆରମ୍ଭ କଲେ। ଶ୍ରୀକୃଷ୍ଣଙ୍କ ଉପସ୍ଥିତି ଯୋଗୁଁ ଏହି ସବୁ ଅତି ସୁନ୍ଦର ଭାବେ ଅନୁଷ୍ଠିତ ହେଲା। ମନୁଷ୍ୟତର ପ୍ରାଣୀ ମାନେ ଯେଉଁମାନେ ସ୍ୱାଭାବିକ ହିଂସ୍ରକ ଅଟନ୍ତି, ହିଂସା ଭାବ ପରିତ୍ୟାଗ କଲେ। ତ ଏଠି ଗୋଟେ କଥା ରହିଲା କି ଯେତେବେଳେ ଭଗବାନଙ୍କୁ ଯେତେବେଳେ ମାନେ ଜୀବ ନିଜକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ, ତ ସେଟା ମାନେ କେବେ ବି ମାନେ ପଜିଟିଭ ହେଇ ନପାରେ, ସେଟା ସଦାବେଳେ ହିଁ ନେଗେଟିଭ ହେବ। ଯେତେବେଳେ ଜୀବ ଭଗବାନଙ୍କ ପ୍ରତ୍ୟର୍ଥେ ବା ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ, ସେତେବେଳେ ମାନେ ସାରା ସମସ୍ତଙ୍କର ହିଁ ମଙ୍ଗଳ ହୋଇଥାଏ। ନିଜର ବି ମଙ୍ଗଳ ହେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକୃତି ଆଉ ନିଜ ମାନେ ସାରା ସୃଷ୍ଟିର ମଙ୍ଗଳ ହୋଇଥାଏ। ବୃନ୍ଦାବନର ଗାଭୀ ମାନଙ୍କର ପ୍ରଭୁ ଏବଂ ଗୋବିନ୍ଦ ନାମରେ ପରିଚିତ ଭଗବାନ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କଲା ପରେ ଇନ୍ଦ୍ରଦେବ ତାଙ୍କର ସ୍ୱର୍ଗ ରାଜ୍ୟକୁ ଫେରିଯିବା ପାଇଁ ଅନୁମତି ମାଗିଲେ। ଗୋବିନ୍ଦ ହଉଛନ୍ତି କି ଯିଏ ଆମର ମାନେ ଇନ୍ଦ୍ରିୟ ଆଉ ଗାଭୀ ମାନଙ୍କର ନିୟନ୍ତ୍ରଣକାରୀ ବା ପରମ ପ୍ରଭୁ। ସେ ସମସ୍ତ ଦେବତାଙ୍କ ଦ୍ଵାରା ପରିବେଷ୍ଟିତ ହୋଇ ଅନ୍ତରିକ୍ଷ ମାର୍ଗରେ ଗମନ କଲେ। କୃଷ୍ଣ ଚେତନା କିପରି ପୃଥିବୀର ମଙ୍ଗଳ କରିବ, ଏ ଘଟଣା ତାହାର ଏକ ବଳିଷ୍ଠ ଉଦାହରଣ ଅଟେ। ଏପରିକି ନୀଚ ପ୍ରାଣୀମାନେ ସେମାନଙ୍କର ହିଂସା ପ୍ରବୃତ୍ତି ଭୁଲି ଯାଇ ଦୈବୀ ସମ୍ପଦର ଅଧିକାରୀ ହୋଇଗଲେ। ତ ଏଠି ଭକ୍ତି ବେଦାନ୍ତ ଭାଷ୍ୟ କୃଷ୍ଣ ପୁସ୍ତକର ସ୍ୱର୍ଗର ରାଜା ଇନ୍ଦ୍ରଦେବଙ୍କ ପ୍ରାର୍ଥନା 27 ଅଧ୍ୟାୟ ଶେଷ ହେଲା।
ଏଠି କିଛିଟା ଶିକ୍ଷା ଆମେ ଶିଖିପାରିବା କି ନିଜକୁ କେବେ ମଧ୍ୟ ଭଗବାନ ବୋଲି ଭାବିବା ଉଚିତ ନୁହେଁ, କି ଭଗବାନ ବୋଲି ଭାବି ଗର୍ବ କରିବା ଉଚିତ ନୁହେଁ, କିମ୍ବା କୃଷ୍ଣଙ୍କୁ କେବେ ଈର୍ଷା ବା ଇମିଟେଟ କରିବା ଉଚିତ ନୁହେଁ। ଆଉ ରହିଲା କି ବଦ୍ଧ ଜୀବ ମୃତ୍ୟୁ ପରେ ଯେତେବେଳେ ଭୌତିକ ଜଗତରେ ଶରୀର ଧାରଣ କରେ, ସେତେବେଳେ ମାୟାର ପ୍ରଭାବରେ ଆସି ବାସ୍ତବ ସ୍ୱରୂପ ତାର ବାସ୍ତବ ସ୍ୱରୂପ ସ୍ଥିତି ଯା ତା ବାସ୍ତବ ସ୍ୱରୂପ ସ୍ଥିତି କଣ ନା ଜୀବର ସ୍ୱରୂପ ହୁଏ କୃଷ୍ଣର ନିତ୍ୟାସ, ସେଟାକୁ ଭୁଲି ଯାଇଥାଏ। କିନ୍ତୁ ଭଗବାନ ଯେତେବେଳେ ଭୌତିକ ଜଗତରେ ଅବତାର ଗ୍ରହଣ କରନ୍ତି ବା ଧରା ଅବତରଣ କରନ୍ତି, କିମ୍ବା ସେ ସ୍ଵୟଂ ସେ ନିଜର ସ୍ଥିତିକୁ ସେତେବେଳେ ସେ ନିଜର ସ୍ଥିତିକୁ ଭୁଲନ୍ତି ନାହିଁ, କାରଣ ସେ ହଉଛନ୍ତି ପରମ ପୁରୁଷ ଭଗବାନ। କାରଣ ସେ ମାୟାର ପ୍ରଭାବରେ ଆସନ୍ତି ନାହିଁ। ଭୌତିକ ଜଗତର ରହିଥାଏ, ସେତେବେଳେ କୁହା ହେଲା କି ତ୍ରିଗୁଣ ଯୋଉ ସତ୍ୱ ରଜ ତମ ତା ଦ୍ଵାରା ସେ ପ୍ରଭାବିତ ହୁଅନ୍ତି ନାହିଁ। ଆଉ ଯୋଉ କୁହା ହେଲା କି ଆମର ଭଗବାନ ଆମର ହଉଛନ୍ତି ମାତା ଗୁରୁ ପିତା ଗୁରୁ ପରିଚାଳକ ହୋଇଥିବାରୁ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଆମ ଉପରେ ଅଛି। ଆମର କୌଣସି ଅଧିକାର ନାହିଁ କି ଆମେ ଉପଭୋଗ କରିବା, ଭଗବାନ ଯେହେତୁ ଆମର ମାନେ ସ୍ଵାମୀ, ତ ତାଙ୍କର ସବୁ ମାନେ ଉପଭୋଗ କରିବାର ଗୁଣରେ ତାଙ୍କ ମାନେ ସେ ତାଙ୍କର ହିଁ କେବଳ ଅଧିକାର ଅଛି। ତ ଭଗବାନ ନିଜ ଶାଶ୍ୱତ ସେବକ ରକ୍ଷା ପାଇଁ ହିଁ ଧରାବତରଣ କରିଥାନ୍ତି। ତ ନିଜର ଭକ୍ତଙ୍କ ସୁରକ୍ଷା ପାଇଁ, ଆଉ ତାଙ୍କ ଭକ୍ତଙ୍କୁ ଯିଏ ମାନେ ଇଏ କରୁ ମାନେ କଣ କଷ୍ଟ ଦଉଛି, ତାର ବିନାଶ ପାଇଁ ସେ ସବୁବେଳେ ଧରା ଅବତରଣ କରନ୍ତି। ତ ଯୋଉ ଏଠି ଇନ୍ଦ୍ର ସେ ଭଗବାନ ଶ୍ରୀକୃଷ୍ଣଙ୍କର ଅହେତୁକି କୃପା ପ୍ରାପ୍ତ ହେଇଛନ୍ତି ବୋଲି ଜଣା ପଡେ। କାରଣ ଏଠି ସେ ମାନେ ନିଜକୁ ମାନେ ଭଗବାନ ବୋଲି ଦାବି କରୁଥିଲେ। ସେ ଭଗବାନ ତାଙ୍କର ଅହେତୁକି କୃପା ପ୍ରଦର୍ଶନ କଲେ। ଆଉ ଇନ୍ଦ୍ର ଦେବଙ୍କୁ ତାଙ୍କର ମାନେ ବାସ୍ତବ ସତ୍ୟ କଥା କି ମୁଁ ହଉଛି ଭଗବାନ ଶ୍ରୀକୃଷ୍ଣ ଯିଏ କହିଲେ କି ମୁଁ ପରମ ପୁରୁଷ ଭଗବାନ, ଆଉ ମୋର ହିଁ ସେବା କରିବା ଉଚିତ, ଯୋଉଟା କି ସର୍ବଧର୍ମ ପରିତ୍ୟାଜ୍ୟ ମାମେକଂ ଶରଣଂ ବ୍ରଜ ଅହିଂସା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ହରେ କୃଷ୍ଣ ପ୍ରଭୁ, ଯଦି କିଛି ଭୁଲ ରହିଯାଇଥାଏ ତ କ୍ଷମା କରିବେ ହରେ ପ୍ରଭୁ କୃଷ୍ଣ। ସମସ୍ତ ଭକ୍ତଙ୍କୁ। ଆଉ ଭଲସେ ମୁଁ ପ୍ରଭୁପାଦଙ୍କର ଏଇ ସହିତ ମୁଁ ପ୍ରଭୁପାଦଙ୍କର ରିଲେଟ କରିପାରିବି। ପ୍ରଭୁପାଦଙ୍କର ପ୍ରଭୁପାଦ ଯୋଉ ସୁନ୍ଦର ଲୀଳା ବର୍ଣ୍ଣନା କରିଛନ୍ତି କୃଷ୍ଣଙ୍କ ଉପରେ, ତ ଆମେ ବହୁତ ଟାଇମରେ ଆମେ କୁହନ୍ତି ଆମେ କୃଷ୍ଣଙ୍କୁ ବହୁତ ଭଲ ପାଉ, କୃଷ୍ଣଙ୍କୁ ଜାଣିଛୁ, କିନ୍ତୁ ଆମକୁ ଯେତେବେଳେ କୁହାଯାଏ କୃଷ୍ଣଙ୍କ ବିଷୟରେ ଟିକେ କଣ କହିଲ, ସେତେବେଳେ ଆମକୁ କିଛି ଆମ ପୁରା ମାଇଣ୍ଡ ବ୍ଲାଙ୍କ ହେଇଯାଏ। କାହିଁକି ବ୍ଲାଙ୍କ ହେଇଯାଏ? କାହିଁକି ନା ଆମର ଭଲ ପାଇବାଟା ଏତେ ଜେନ୍ୟୁନ୍ ନଥାଏ, ମାନେ ଏତେ ଡିପ୍ ରୁଟେଡ୍ ନଥାଏ। ଆମର ଡିପ୍ ରୁଟେଡ୍ କେତେ ମଟେରିଆଲ ଆଟ୍ରାକ୍ସନ ହିଁ ଥାଏ, ଭୌତିକ ଜଗତ ପ୍ରତି ଆସକ୍ତି ଥାଏ। ତେଣୁ ଯେବେ ଆମେ ଭଗବାନଙ୍କ ବିଷୟରେ ଆମର ଆସକ୍ତି ଟା ବଢିବ, ସେତେବେଳେ ଆମେ ଭଗବାନଙ୍କ ବିଷୟରେ ବହୁତ କିଛି କହିପାରିବା। ଏଠି ଭଗବାନ ଭଗବାନଙ୍କୁ ଇନ୍ଦ୍ରଦେବ ଆସିକି ଏକାନ୍ତରେ କ୍ଷମା ପ୍ରାର୍ଥନା ମାଗୁଛନ୍ତି ଗୁଣ କୀର୍ତ୍ତନ କରିକି। ଭଗବାନ କହିବେ ନା, ଭଗବାନଙ୍କୁ ଇନ୍ଦ୍ର କହୁଛନ୍ତି କି ଆପଣ କେତେ ମହାନ ବୋଲି, ଆପଣ 3 ଗୁଣରେ ଉର୍ଦ୍ଧ୍ୱରେ। ଆମେ ଏ ଜଗତରେ କଣ ନା, ଆଇ ଆମ୍ ଦ ମାଷ୍ଟର ଅଫ ଅଲ୍ ଆଇ ସର୍ଭେ, ମୁଁ ଯାହା ଦେଖୁଛି ସବୁର ମାଲିକ ମୁଁ ବୋଲି ଆମେ କୁହନ୍ତି। କିନ୍ତୁ କୃଷ୍ଣ ବାସ୍ତବରେ ସବୁର ଭୋକ୍ତା, ଆମେ ଉପଭୋକ୍ତା। ଉପଭୋକ୍ତା ମାନେ ଭଗବାନ ଭୋଗ କଲା ପରେ ଆମେ ପ୍ରସାଦୀ ଗ୍ରହଣ କରିପାରିବା। ଆମେ ବେଳେବେଳେ ଭାବନ୍ତି ଆମେ କୃଷ୍ଣଙ୍କୁ ଠକିଦେବା, କିନ୍ତୁ କୃଷ୍ଣ ଭଗବାନ କହନ୍ତି ଭଗବତ ଗୀତାରେ, ଯେତେ ସବୁ ଛଳ ଅଛି ତାଠୁ ସବୁଠୁ ବିଶେଷ ତାପରେ ବେଷ୍ଟ ହେଲେ ମୁଁ କୃଷ୍ଣ। ତେଣୁ ଭଗବାନଙ୍କର ଗୁଣ କୀର୍ତ୍ତନ କଲେ ଆମ ହୃଦୟର ଅନର୍ଥ ଗୁଡା ନିବୃତ୍ତ ହୁଏ ଧୀରେ ଧୀରେ। ଧୀରେ 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 ଆଉ ଏଇଠି କିନ୍ତୁ ବ୍ରହ୍ମା ବି ଭଗବାନଙ୍କ ପାଖରେ ଅପରାଧ କରିଥିଲେ। ଆଉ ଇନ୍ଦ୍ର ଦେବ ବି ଅପରାଧ କରିଥିଲେ, କିନ୍ତୁ ଇନ୍ଦ୍ରଙ୍କ ପ୍ରତି ଭଗବାନ ଅଧିକ ସଦୟ ହେଇଛନ୍ତି। କାହିଁକି? କାହିଁକି ନା ଇନ୍ଦ୍ରଦେବଙ୍କର ଯୋଉ ଅପରାଧ ହେଇଥିଲା କି ନିଜର ଅହଙ୍କାର ବଶତଃ ବର୍ଷା କରିଥିଲେ ବୃନ୍ଦାବନରେ, ସେତେବେଳେ କଣ ହେଇଥିଲା କି ଇନ୍ଦ୍ରଙ୍କର କାରଣରୁ ହିଁ ଇନ୍ଦ୍ରଙ୍କର କାରଣରୁ ହିଁ ଭଗବାନ କୃଷ୍ଣ ବୃନ୍ଦାବନରେ ତାଙ୍କର ଗୋପ ଗୋପୀ ଯୋଉମାନେ ବି ରହିଲେ, ତ ସମସ୍ତଙ୍କ ସହିତ ଏକା ସମୟରେ ଗୋବର୍ଦ୍ଧନ ଧାରଣ କରିକି 5ଟା ରସର ଆସ୍ୱାଦନ କରିଥିଲେ। ଆଉ ଇନ୍ଦ୍ର ଯେତେବେଳେ କ୍ଷମା ମାଗିବା ପାଇଁ ଆସୁଛନ୍ତି, ଏକା ଆସୁନାହାନ୍ତି, ସୁରଭି ବୈଷ୍ଣବଙ୍କୁ ଆଣିକି ଆସୁଛନ୍ତି। କାରଣ ଆମର ସାମର୍ଥ୍ୟ ନାହିଁ ନା, ଭଗବାନଙ୍କ ସେବା କରିବା ପାଇଁ ସାମର୍ଥ୍ୟ ନାହିଁ। କ୍ଷମା ଭୁଲ କଲେ ଆଉ କ୍ଷମା କେମିତି ମାଗିବା?
तो वैष्णव को आगे आणिकी आसुଛନ୍ତି। ସୁରଭି ଗାଈ ଭଗବାନଙ୍କୁ ବହୁତ ପସନ୍ଦ। ଭଗବାନଙ୍କର ଅଭିଷେକ वगैरह ସବୁ କରୁଛନ୍ତି ସେଠି। ଆଉ ସେଇ ଜାଗାରେ ହିଁ ଭଗବାନଙ୍କର ଗୋଟେ ସୁନ୍ଦର ନାମକରଣ କରାଯାଉଛି ଗୋବିନ୍ଦ କରିକି। ଗୋ ସମ୍ପଦର ଯିଏ ରକ୍ଷା କରନ୍ତି ସିଏ ହେଲେ ଗୋବିନ୍ଦ ବୋଲି। ବହୁତ ସୁନ୍ଦର ସୁନ୍ଦର ଶିକ୍ଷା ଅଛି। ଆମେ ଗୋଟେ ବହୁତ ଅଧଘଣ୍ଟା 20 ମିନିଟରେ ତ ସବୁ କିଛି ଇଏ କରିପାରିବାନି, କିନ୍ତୁ ଯଦି କିଏ ସେଥିପାଇଁ ମୁଁ ପ୍ରାୟ ଟାଇମରେ କୁହେ ଯଦି ଆମେ ସମୟ ଦେବା କୃଷ୍ଣ ଭାବନାମୃତକୁ ତାହେଲେ ଆନନ୍ଦରେ ରହିବା। ଏଇଟା ଗୋଟେ ବହୁତ ବ୍ଲିସଫୁଲ ଜିନିଷ, ଆମେ ଇମାଜିନ ବି କରିପାରିବାନି। କିନ୍ତୁ ଆମେ ସମୟ ଦେଇନେ, ଆମେ ଏବେ ଖାଲି ଟିକେ ଟିକେ ଝଲକ ପାଉଛେ କି କେତେ ସୁନ୍ଦର ସୁନ୍ଦର ଶିକ୍ଷା ଅଛି। ଆମେ ଭାବୁଛେ କେବଳ ବାହାର ଦୁନିଆରେ, ବାହାର ଦୁନିଆ ଆପାତତଃ ସୁନ୍ଦର ଲାଗେ, ଓଡିଆରେ କହନ୍ତି ନା ଦୂର ପାହାଡ ସୁନ୍ଦର ବୋଲି। କିନ୍ତୁ ଥରେ ଯଦି ଆମେ କୃଷ୍ଣଙ୍କର ହୃଦୟକୁ ଜିଣିଯିବା, ଆମର ନିଷ୍ଠାପର ଭକ୍ତିର ସାଧନା ମାଧ୍ୟମରେ ଭକ୍ତମାନଙ୍କ ଗହଣରେ ରହିକି, ତ ଆଉ କିଛି ନାହିଁ, ଟେନସନ ସରିଯିବ। ଏବେ କେବଳ ଭଗବାନଙ୍କ ପ୍ରତି ଭଲ ପାଇବା ରହିବ, ଆଉ ସବୁ ପ୍ରକାର ଖଳ ପ୍ରବୃତ୍ତି ସବୁ କିଛି ନଷ୍ଟ ହେଇଯିବ। ଆମେ ମଥୁରା ଯାଇଥିଲେ, ମୁଁ ଜଷ୍ଟ ଗୋଟେ ମାସ ତଳେ। ସେଠି କୃଷ୍ଣ ଜନ୍ମ ହୁଏ ମଥୁରା ଯୋଉଠି ଅଛି, କୃଷ୍ଣ ଜନ୍ମଭୂମିରେ ବହୁତ ଗୁଡେ ମନ୍ଦିର ତିଆରି କରାଯାଇଛି ଏବେ, ଯୋଉଠି ଆମର ବାବରୀ ମସଜିଦ ତାର ଗୋଟେ ସାଇଡ ରେ ଅଛି। ବାବରୀ ମସଜିଦ ବୋଧେ, ନାଇଁ ମୁଁ ଭୁଲିଗଲି। ସେ ମସଜିଦ ଗୋଟେ ସାଇଡ ରେ ଅଛି, ଆଉ କୃଷ୍ଣଙ୍କର ଜନ୍ମଭୂମିର ମନ୍ଦିର ଗୋଟେ ସାଇଡ ରେ ଅଛି। ସେଠି ମନ୍ଦିର ଟପ ରେ ଲେଖା ହେଇଛି ବିଶ୍ୱସ୍ୟ କାଳ ପ୍ରସିଦ୍ଧତାମ୍, ସବୁ ପ୍ରକାର ଖଳ ଲୋକମାନଙ୍କର ଦମନ ହଉ, ଧୀରେ ଧୀରେ ସମସ୍ତଙ୍କର ହୃଦୟ ଶାନ୍ତ ହଉ। ତ ବହୁତ କିଛି ସୁନ୍ଦର ସୁନ୍ଦର ଶିକ୍ଷା ଅଛି। ତ ବିଶେଷ କରି ଆମେ ପ୍ରକାଶ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ଆମକୁ ଭଗବାନଙ୍କର ଶିଲ ପ୍ରଭୁପାଦଙ୍କର ସୁନ୍ଦର ଲୀଳାକୁ ଉପସ୍ଥାପନ କରିଥିବାରୁ। ଆଗାମୀ ଦିନରେ ଆମେ ଆହୁରି ସୁନ୍ଦର ଏସବୁ ଜିନିଷ କରିପାରିବା। ହରେ କୃଷ୍ଣ। ଶିଲ ପ୍ରଭୁପାଦ କି ଜୟ। ଆମେ ଆଉ ଜଣେ ଲାଷ୍ଟ ଡିଭୋଟି ଯେ ବୋଧେ ହିନ୍ଦୀରେ ମାତାଜୀ ସେୟାର କରିବେ, ତ ତାଙ୍କଠୁ ଆମେ ଶ୍ରବଣ କରିବା। ଆଉ ବହୁତ ଅଳ୍ପ ସମୟ ଅଛି, ସମସ୍ତେ ଦୟାକରି ରୁହନ୍ତୁ ତାକି ଆମେ ସୁନ୍ଦର ସେସନକୁ ଶ୍ରବଣ କରିପାରିବା। ହରେ କୃଷ୍ଣ।